ମୁଁ ଦେଶର ସମସ୍ତ ଯବାନ ମାନେ ଯୋଉ କର୍ତ୍ତବ୍ୟନିଷ୍ଠ ଯବାନ ଯେ ସମ୍ମାନୀୟ ଦେଶପ୍ରେମୀ ମୁଁ ସେମାନଙ୍କୁ ଅପବ୍ୟବହାର କରିବି ଅପଶବ୍ଦ କହିବି ଆଜ୍ଞା ଏଇଟା ଭୁଲ କଥା। ସେମାନେ ନିଜର ଜୀବନକୁ ଉତ୍ସର୍ଗ କରି ସୀମାନ୍ତରେ ଅହରହ ଜୀବନକୁ ଉତ୍ସର୍ଗ କରି ଯେ ଦେଶ ସେବା କରୁଛନ୍ତି ତାଙ୍କୁ ମୁଁ କୌଣସି କିଛି କହି ନାହିଁ। ତାଙ୍କ ପାଇଁ ମୁଁ ଗର୍ବିତ। ସେମାନେ ମୋ ଦେଶର ସେବକ, ଦେଶର ଯବାନ। ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ, ମୋ ନାଁରେ ମୋର ଅବସରପ୍ରାପ୍ତ ଯବାନ ଭାଇ ବିଦ୍ୟାଧର ନାୟକ ଯେଉଁ ଅପପ୍ରଚାର କରିଛନ୍ତି ବା କରୁଛନ୍ତି ଯେ ମୁଁ ଦେଶର ସାମରିକ ବାହିନୀର ସମସ୍ତ ଯବାନମାନଙ୍କୁ ଖରାପ ଭାଷାରେ ଗାଳି ଦେଇଛି, ତାଙ୍କ ବିଷୟରେ ଅପଶବ୍ଦ ବ୍ୟବହାର କରିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। କାରଣ ବିଦ୍ୟାଧର ନାୟକ ଯେ ମୋର ସାନ ଭାଇ, ଆମର ପାରିବାରିକ ବହୁ ଡିଷ୍ଟର୍ବାନ୍ସ ଅଛି ଜମି ବାଡ଼ିକୁ ନେଇ, କିନ୍ତୁ ମୁଁ ଦେଶର ସମସ୍ତ ଯବାନ ଯୋଉ କର୍ତ୍ତବ୍ୟନିଷ୍ଠ ଯବାନ ଯେ ସମ୍ମାନୀୟ ଦେଶପ୍ରେମୀ ମୁଁ ସେମାନଙ୍କୁ ଅପବ୍ୟବହାର କରିବି ଅପଶବ୍ଦ କହିବି ଆଜ୍ଞା ଏଇଟା ଭୁଲ କଥା। ସେମାନେ ନିଜର ଜୀବନକୁ ଉତ୍ସର୍ଗ କରି ସୀମାନ୍ତରେ ଅହରହ ଜୀବନକୁ ଉତ୍ସର୍ଗ କରି ଯେ ଦେଶ ସେବା କରୁଛନ୍ତି ତାଙ୍କୁ ମୁଁ କୌଣସି କିଛି କହି ନାହିଁ। ତାଙ୍କ ପାଇଁ ମୁଁ ଗର୍ବିତ। ସେମାନେ ମୋ ଦେଶର ସେବକ, ଦେଶର ଯବାନ। ତାଙ୍କ ପ୍ରତି ମୋର ଅସମ୍ମାନ କୌଣସି ନାହିଁ, ତାଙ୍କ ପ୍ରତି ଯଥା ସମ୍ମାନ ଅଛି, ଚିର ନମସ୍କାର ତାଙ୍କ ପାଖରେ। ଆଉ ଯଦି ମୁଁ କଥା ଭିତରେ ମୋ ପାରିବାରିକ କଥା ଏ କଥା ମଧ୍ୟ ମୁଁ ସୋସିଆଲ ମିଡ଼ିଆରେ ଦେଇଥିଲି, ଯାହାକୁ ବାଧ୍ୟ ହେଲି ଆଜି ଆପଣଙ୍କ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ କହିବା ପାଇଁ କି ଯଦି ମୋର କଥା ଭିତରେ କିଛି ସ୍ଲିପ୍ କରିଥିବ, ସେଥିପାଇଁ ମୋର ସମସ୍ତ ଦେଶର ଯବାନ ଭାଇ, ଓଡ଼ିଶା ରାଜ୍ୟର ଯବାନ ଭାଇ, ଅବସରପ୍ରାପ୍ତ ଯେଉଁମାନେ ଅଛନ୍ତି ମୋତେ କ୍ଷମା ଦେବେ। କାରଣ ମୁଁ କାହାର ପୁଅ ହେବି, କାହାର ଭାଇ ହେବି, କାହାର ସାଙ୍ଗ ହେବି। ମୁଁ ଜଣେ ରାଜନୈତିକ ଲୋକ, ଏ ଅଞ୍ଚଳର ସେବା କରୁଛି। ମୋ ସ୍ତ୍ରୀ ବି ଜଣେ ଲୋକପ୍ରତିନିଧି, ଜନପ୍ରତିନିଧି, ସରପଞ୍ଚ, ମୁଁ ଚେୟାରମ୍ୟାନ, ଲୋକଙ୍କର ଆଶୀର୍ବାଦ। ମୁଁ କିନ୍ତୁ ଦେଶର ଯବାନ ମୁଁ କେମିତି ନିନ୍ଦିତ କରିବି? ଏତେ ବଡ଼ ଭୁଲ ମୁଁ କରିନାହିଁ ଆଜ୍ଞା। ଯେଉଁ ଭାଇ ୟାକୁ ଯାଇ ରାଜରାସ୍ତାରେ ଆଜି ଅପପ୍ରଚାର କରୁଛି ଆଉ ପ୍ରଶାସନିକ ବିଭାଗର ସମସ୍ତକୁ ଜଣାଉଛି, କିନ୍ତୁ ତା ବିଷୟରେ ମୁଁ ଦୁଇ ପଦ ଆପଣଙ୍କ ମାଧ୍ୟମରେ କହିବାକୁ ଚାହୁଁଛି। ସେ ଭାଇ ଗୋଟେ ସ୍ୱାର୍ଥପର ଲୋକ, ସେ ଘରକୁ ଆସେ ନାହିଁ। ଯେତେବେଳେ ତାକୁ ଆମେ ତୃଣଝାଳ ମୁଣ୍ଡରେ ମାରି ପାଠ ପଢ଼େଇଲୁ, ମଣିଷ କଲୁ, ସେ 15 ବର୍ଷ ମାତ୍ର ନେଭିରେ ଯାଇଥିଲା। ସେ କୁହେ ମୁଁ ନେଭିର ଅଫିସର ନୁହେଁ, ଜଣେ ସୋଲଜର। କିନ୍ତୁ ଏଠି ଗାଁକୁ ଆସିଲା ବେଳେ ବନ୍ଧୁକୁ ଆଣି ସାଙ୍ଗସାଥି ଆସେ ଗାଁକୁ। କାରଣ ଯୋଉ ଜମି ମୁଁ କିଣିଥିଲି ବାପାଙ୍କ ନାଁରେ 30 ବର୍ଷ ତଳେ, ସେ ଗ୍ୟାସ୍ ଟାଙ୍କି କରିବ ବୋଲି ତାକୁ କହିଲା ମୋ ନାଁରେ କର। ଆମେ କରିଥିଲୁ, ତାକୁ ଗ୍ୟାସ୍ ଟାଙ୍କି ତାର ହେଲାନି, ସେ ଜମି ଫେରିଲାନି, ଯାହାର ମୂଲ୍ୟ ଆଜି ଲକ୍ଷାଧିକ ଟଙ୍କା। ତାପରେ ଗାଁରେ ଗୋଟେ ପୁଣି ଜମି କିଣା ହେଇଥିଲା ତାକୁ ତା ବାପାଙ୍କ ନାଁରେ କରିବା ପାଇଁ, ତା ନାଁରେ କରି ନେଇଛି। ସେ ଜମିକୁ ଆସିପାରେ ନାହିଁ। ଖାଲି ସେତିକି ନୁହେଁ, ସେ ମଧ୍ୟ ଜମି ନବା ପାଇଁ ତା ଯବାନ ଭାଇମାନଙ୍କୁ ଆଣିଥିଲା, 4 ଜଣ ଭାଇମାନଙ୍କୁ। ସେ ବନ୍ଧୁ ଗଦିରେ ଆସିଥିଲେ, ମୋ ହାତରେ ଗଣ୍ଡଗୋଳ କରିଥିଲେ, ବାଡ଼ପିଟି କରିଥିଲେ ମତେ। ସେଟା ମୁଁ ତାଙ୍କ ନାଁରେ ମୋ ସ୍ତ୍ରୀ କେସ୍ ଦେଇଛି। ସେ କେସ୍ ଏବେ ବିଚାରାଧୀନ ଅଛି, ଆପଣ ଦେଖିବେ, ଏଟା ମୁଁ ପ୍ରମାଣ ଦେବି। ଖାଲି ସେତିକି ସେ କରିନାହିଁ, ସେ ଦେଶକୁ ଯବାନ କହି ସମସ୍ତ ଯବାନ ମାନଙ୍କୁ, ଭାଇମାନଙ୍କୁ ଆୟୁଧ କରି ଯେଉଁ ଯାହା ସେ କରିଛି, ଆଜି ଡୁମୁଡୁମା ଯଦୁପୁର, ଭୁବନେଶ୍ୱର, ସେଠି ସେ 3 ଏକରରୁ ଉର୍ଦ୍ଧ୍ୱ ଜମି ତାଙ୍କରି ଭଳି କେତେ ଜଣ ଯବାନ ଠକି, ସରକାରକୁ ଠକି ଜମି ହଡପ କରିଛନ୍ତି। ତାକୁ ମଧ୍ୟ ସରକାର ଗଣାଯିବ। ମୁଁ ଜଣେ ନିରପେକ୍ଷ ଲୋକ, ମୁଁ ଜଣେ ସେବକ। ମୋ ଯବାନ ଭାଇ ମୋର କଣ କରିଥିଲେ? ମୁଁ ତ ଯବାନ ଭାଇମାନଙ୍କୁ ମୁଁ ଆଉ ଥରେ କହୁଛି, ତାଙ୍କ ପାଇଁ ମୁଁ ଗର୍ବିତ।